ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆସନ୍ତୁ ଜାଣିବା ଆପଣଙ୍କର ରାହୁ କେତୁ ଗ୍ରହ ଦୋଷ ଅଛି କି ନାହିଁ। ଆପଣ କିପରି ଜାଣିବେ କ'ଣ ଆପଣଙ୍କର ସେ ଲକ୍ଷଣ ସବୁ ଆସିବ। ଆପଣଙ୍କ ଜୀବନରେ ଆପଣଙ୍କୁ ବାରମ୍ବାର ଅଚାନକ ସମସ୍ୟା ଆସି ପହଞ୍ଚିବ, ବିଭିନ୍ନ ବାଧାବିଘ୍ନ ଆସି ପହଞ୍ଚିବ। ଆପଣ କଠିନ ପରିଶ୍ରମ କରିଥିବା ସତ୍ତ୍ୱେ ମଧ୍ୟ ଆପଣଙ୍କୁ କେବେ ବି ସଫଳତା ମିଳିବ ନାହିଁ। ଆପଣ ଯାହା କିଛି କାର୍ଯ୍ୟ କରିବେ ତାହା ସବୁ ବ୍ୟର୍ଥ ହେଇଯାଉଥିବ ଏବଂ ଆପଣଙ୍କ ମନରେ ସବୁବେଳେ ଭୟ ଆସିବ, ଅଶାନ୍ତ ରହିବେ ଆପଣ ଏବଂ ଆପଣଙ୍କୁ ସବୁବେଳେ ଅସ୍ଥିରତା ମଧ୍ୟ ଲାଗି ରହିବ। କାର୍ଯ୍ୟ କିମ୍ବା ଚାକିରିରେ ଆପଣଙ୍କର ବାରମ୍ବାର ପରିବର୍ତ୍ତନ ହେବ। ଆପଣ କୌଣସି ବି କାର୍ଯ୍ୟ ଯଦି କରିବେ ପୁଣି ହଠାତ୍ ଆଉ ଗୋଟେ କାର୍ଯ୍ୟ କରିବେ, କିମ୍ବା ଚାକିରି କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଏ ଚାକିରି ଛାଡ଼ି ସେ ଚାକିରିରେ ପୁଣି ଯୋଗ ଦେଉଥିବେ, ପୁଣି ସେଠୁ ଛାଡ଼ି ଅନ୍ୟ କୁଆଡ଼େ ଯାଉଥିବେ। ଏଇଭଳି ଲକ୍ଷଣ ଆସିବ। ପାରିବାରିକ କଳହ ଲାଗି ରହିବ ଏବଂ ସମ୍ପର୍କରେ ଦୂରତା ମଧ୍ୟ ଲାଗିବ। ଆପଣଙ୍କର ବାପ ପୁଅ କୁହନ୍ତୁ, ପତି ପତ୍ନୀ କୁହନ୍ତୁ, ଆପଣ ସଂସାର ଠାରୁ ନିଶ୍ଚିତ ଭାବରେ ବିଚ୍ଛିନ୍ନ ହୋଇଯିବେ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ଦେଖାଯିବ। ବିଶେଷ କରି ସ୍କିନ୍ ରୋଗ ଯାହାକି ଆପଣଙ୍କର ଏବଂ ମାନସିକ ପ୍ରୋବ୍ଲେମ ଅସୁବିଧା ମଧ୍ୟ ଆପଣଙ୍କର ରହିବ। ସ୍ୱପ୍ନରେ ଆପଣ ସାପ ଦେଖିବେ, ଅନ୍ଧକାର କିମ୍ବା ଭୟଙ୍କର ଦୃଶ୍ୟ ମଧ୍ୟ ଆପଣ ଦେଖିବାକୁ ପାଇବେ। ଯଦି ଆପଣଙ୍କ ଜନ୍ମ କୁଣ୍ଡଳୀରେ ରାହୁ ଏବଂ କେତୁ ଦୁଷ୍ଟ ସ୍ଥାନରେ ଥାଆନ୍ତି, ତେବେ ଏହି ଦୋଷ ମଧ୍ୟ ଆପଣଙ୍କୁ ଦେଖାଦେବ। ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚିତ ଲାଇକ୍ କରନ୍ତୁ ଏବଂ ସେୟାର ମଧ୍ୟ କରନ୍ତୁ। ଜୟ ଜଗନ୍ନାଥ।